ବନ୍ଧୁଗଣ ଏ ଅକ୍ଟୋବର ମାସଟି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛିଟା ରାଶିମାନଙ୍କ ପାଇଁ ବହୁତ ଖାସ ହେବା ପାଇଁ ଯାଉଅଛି, ଯାହାକି ଦୁଇଟି ଗ୍ରହର ମିଳନ ଘଟିବାକୁ ଯାଉଛି। ଲକ୍ଷ୍ମୀ ନାରାୟଣଙ୍କର ରାଜଯୋଗ ଘଟିବା ସହିତ ଅତ୍ୟନ୍ତ ଶୁଭ ଫଳ ଆଣିଦେବା ଆପଣମାନଙ୍କ ପାଇଁ। ଏହି ଅକ୍ଟୋବର ମାସଠୁ ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କର ଚଳନ ହେବାକୁ ଯାଉଅଛି। ତା ସହିତ ଲକ୍ଷ୍ମୀ ନାରାୟଣଙ୍କର ରାଜଯୋଗ ମଧ୍ୟ ସୃଷ୍ଟି ହୋଇଅଛି। ଲକ୍ଷ୍ମୀ ନାରାୟଣଙ୍କ ରାଜଯୋଗ ଫିଟିଥିବାରୁ କିଛି ରାଶି ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଖାସ ରହିବାକୁ ଯାଉଛି ଏହି ମାସଟି ବା ଦୁର୍ଗା ପୂଜା ଠାରୁ। ଏହି ମାସରେ କିଛି ରାଶିର ବ୍ୟକ୍ତିମାନଙ୍କୁ ଅତ୍ୟନ୍ତ ଭାବରେ ଶୁଭ ଫଳ ପ୍ରଦାନ ହେବ। ବନ୍ଧୁଗଣ, ଅକ୍ଟୋବର ମାସ ଆରମ୍ଭରୁ ଅନେକ ଗ୍ରହ ନକ୍ଷତ୍ର ନିଜର ରାଶି ପରିବର୍ତ୍ତନ କରିଛନ୍ତି। ତା ସହିତ ଲକ୍ଷ୍ମୀ ନାରାୟଣଙ୍କର ରାଜଯୋଗ ମଧ୍ୟ ପଡିବାକୁ ଯାଉ। ଗୋଟିଏ ରାଶିରେ ଦୁଇଟି ଗ୍ରହ ଚଳନ କରିବାକୁ ଯାଉଛନ୍ତି, ଯାହାକି ବୁଧ ଏବଂ ଶୁକ୍ର ବୃଷ ରାଶିରେ ଚଳନ କରିବାକୁ ଯାଉଛନ୍ତି। ତା ସହିତ ପୂର୍ବରୁ ଦେବଗୁରୁ ବୃହସ୍ପତି ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଦୁଇ ଗ୍ରହଙ୍କର ଚଳନ ଏବଂ ଦେବଗୁରୁ ବୃହସ୍ପତିଙ୍କର ମିଳନ ହେତୁ ଦୁଇଟି ଗ୍ରହ ମାନଙ୍କର ବଡ଼ ରାଜଯୋଗ ଖୋଲିବାକୁ ଯାଉଅଛି, ଯାହାକି ସମ୍ପୂର୍ଣ୍ଣ 12 ଗୋଟି ରାଶିଚକ୍ରଙ୍କ ଉପରେ ପ୍ରଭାବ ପକାଉଥିବା କିଛି ରାଶିଚକ୍ରଙ୍କ ଉପରେ ଏହାର ଦୁର୍ଲଭ ଯୋଗ ପଡିବାକୁ ଯାଉଅଛି। ତା ସହିତ ଏହି କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଭାଗ୍ୟଶାଳୀ। କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଅତ୍ୟନ୍ତ ଖାସ ହେବା ପାଇଁ ଯାଉଅଛି, ଯାହାକି ଏହି ରାଶିର ବ୍ୟକ୍ତିମାନଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। ତା ସହିତ ସେମାନଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ହେବା ପାଇଁ ଯାଉଅଛି। ବନ୍ଧୁଗଣ, ଏହି ସମୟରେ ନବରାତ୍ରି ପୂଜା ମଧ୍ୟ ଚାଲୁଅଛି। ତା ସହିତ ଏହି ମାସରେ ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠକୁ ବିଜେ କରିଛନ୍ତି। ବହୁ ଧୁମଧାମରେ ପୂଜା ମଧ୍ୟ ପାଳନ କରାଯାଉଛି ମା ଦୁର୍ଗାଙ୍କର। ଏହି ସମୟରେ ମା ଦୁର୍ଗାଙ୍କୁ 9ଟି ନାମରେ ମଧ୍ୟ ପୂଜା ଅର୍ଚ୍ଚନା କରାଯାଏ। ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ଚଳନ ହେତୁ ଅତ୍ୟନ୍ତ ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି, ଯାହାକି ଲକ୍ଷ୍ମୀ ନାରାୟଣ ରାଜଯୋଗ ବୋଲି କୁହାଯାଏ। ଲକ୍ଷ୍ମୀ ନାରାୟଣଙ୍କ ରାଜଯୋଗ ଏହାର ପ୍ରଭାବ କିଛି ରାଶି ବ୍ୟକ୍ତିମାନଙ୍କ ଭାଗ୍ୟରେ ଦେଖାଦେବାକୁ ଯାଉଅଛି। ସେମାନଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଫେରିବାକୁ ଯାଉଅଛି। ଭାଗ୍ୟ ଏମାନଙ୍କୁ ପୂର୍ଣ୍ଣ ସାଥ ଦେବା ସହିତ ମା ଲକ୍ଷ୍ମୀ ନାରାୟଣଙ୍କ କୃପାରୁ ଏମାନଙ୍କ ଜୀବନରେ ବହୁତ କିଛି ସୁଖ ଫେରିବାକୁ ଯାଉଅଛି। ତା ସହିତ ଜଗତ ଜନନୀ ମା ଦୁର୍ଗାଙ୍କର ଶୁଭ ଆଶୀର୍ବାଦ ମଧ୍ୟ ଏହି ରାଶିଚକ୍ରଙ୍କ ଉପରେ ରହିବାକୁ ଯାଉଅଛି। ବନ୍ଧୁଗଣ, ଏହି ଲକ୍ଷ୍ମୀ ନାରାୟଣଙ୍କ ରାଜଯୋଗରୁ କେଉଁ ରାଶି ହେବାକୁ ଯାଉଛନ୍ତି ଭାଗ୍ୟଶାଳୀ, ଆସନ୍ତୁ ସେ ବିଷୟରେ ଜାଣିବା। ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହା ଫଳରେ କି ଆମର ନୋଟିଫିକେସନ ପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚି ପାରିବ। ତ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ସେଇ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରୁ ପ୍ରଥମ ରାଶିଚକ୍ର ହେଉଛନ୍ତି ମେଷ ରାଶି। ମେଷ ରାଶି ବ୍ୟକ୍ତିଙ୍କର ଏହି ଲକ୍ଷ୍ମୀ ନାରାୟଣ ଦୁର୍ଲଭ ଯୋଗ ପଡିବାକୁ ଯାଉଛି ତାଙ୍କ ଭାଗ୍ୟଚକ୍ର ଉପରେ, ଯାହା ଫଳରେ କି ସେମାନଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ସହିତ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଅଛି। ଏହି ମେଷ ରାଶିଙ୍କ ଭାଗ୍ୟରେ ଅତ୍ୟନ୍ତ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହା ଫଳରେ କି ଏମାନଙ୍କ ଜୀବନରେ ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ଏବେ ସମାପ୍ତ ହେବା ପାଇଁ ଯାଉଛି। ଆପଣଙ୍କ ଭିତରେ ଥିବା ନୂଆ ଆଶା ଆକାଂକ୍ଷା ଏବେ ଉଦ୍ଦୀପନା ସୃଷ୍ଟି କରିବା ସହିତ ଆପଣଙ୍କୁ ସଫଳତା ଆଣିଦେବ। ପ୍ରତିଟି କ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ଅତ୍ୟନ୍ତ ମୂଲ୍ୟବାନ ସମୟକୁ ସଦୁପଯୋଗ କରି ସେଥିରୁ ଲାଭବାନ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଆପଣଙ୍କର ଦରମା ମଧ୍ୟ ବୃଦ୍ଧି ପାଇବା ପାଇଁ ଯାଉଛି। ବିଜନେସ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିପାରନ୍ତି। ତା ସହିତ ଆପଣ ବିଜନେସରେ ଅନ୍ୟମାନଙ୍କୁ ସହଯୋଗ ଓ ସହାନୁଭୂତି ଦେଖାଇ ଆପଣ ସମାଜରେ ମାନ, ସମ୍ମାନ, ଯଶ ପ୍ରତିଷ୍ଠାବାନ ହେବା ପାଇଁ ଯାଉଅଛନ୍ତି। ଆପଣଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ତା ସହିତ ଆପଣ ଅଚାନକ ପୈତୃକ ସମ୍ପତ୍ତିରୁ ମଧ୍ୟ ଧନବାନ ହେବା ପାଇଁ ଯାଉଛନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ ସଫଳ ହେବା ସହିତ ଲାଭବାନ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବେ ସେ ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ର ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଲକ୍ଷ୍ମୀ ନାରାୟଣଙ୍କ ଦୁର୍ଲଭ ରାଜଯୋଗ ପଡିଥିବାରୁ। ଦୁଇଟି ଗ୍ରହଙ୍କ ମିଳନ ସହିତ ମା ଲକ୍ଷ୍ମୀ ନାରାୟଣଙ୍କ ରାଜଯୋଗ ଆପଣଙ୍କ ରାଶିଚକ୍ର ଉପରେ ଅତ୍ୟନ୍ତ ଶୁଭଦାୟକ ଦେବ। ଆପଣ ପ୍ରତିଟି କାର୍ଯ୍ୟରେ ସଫଳତା ପାଇବା ସହିତ ଆପଣଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ଏବେ ସମାପ୍ତ ହେବା ପାଇଁ ଯାଉଅଛି। ତା ସହିତ ଆପଣ ପ୍ରତିଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ଯାଉଛନ୍ତି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି।
विद्यार्थी क्षेत्र में आपण कौनसी इंटरव्यू किंबा एग्जाम देउथिले सेतरे आपण सक्सेस पाइबा पई जाउछंती आपणकर प्रतिटी कार्य सफल हेबा सहित मंगलमय हेबा पई जाउछि मा दुर्गांको शुभ कृपा दृष्टि ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଏବେ ସମ୍ପୂର୍ଣ୍ଣ ହେବା ପାଇଁ ଯାଉଅଛି। କୋର୍ଟ କଚେରୀ ମାଲି ମକଦ୍ଦମା ଅତ୍ୟନ୍ତ ସେସବୁ ଦ୍ୱନ୍ଦ୍ୱରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବ ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଥିବାରୁ ସମସ୍ତ କ୍ଷେତ୍ରରେ ଆପଣଙ୍କର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବା ପାଇଁ ଯାଉଛନ୍ତି। ତ ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ। ଲକ୍ଷ୍ମୀ ନାରାୟଣଙ୍କର ଦୁର୍ଲଭ ଯୋଗ ସହିତ ଆପଣଙ୍କ ଜୀବନର ଅତ୍ୟନ୍ତ ଶୁଭ ସମୟ ଆସିବାକୁ ଯାଉଛି। ଦୁଇଟି ଗ୍ରହ ମିଳନ ଯୋଗୁଁ ଆପଣଙ୍କର ଅଟକି ଥିବା ପ୍ରତିଟି କାର୍ଯ୍ୟ ସଫଳତା ହେବ। ତା ସହିତ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟ इंटरव्यू किंबा एग्जाम देउथिले सेथरे सक्सेस पाइबे। चाकरी क्षेत्र आपण नूतन पदवी पाइबा सहित आपणकर दरमा ମଧ୍ୟ ବୃଦ୍ଧି ପାଇବା ପାଇଁ ଯାଉଅଛି। ଏହି ମାସଟି ଆପଣଙ୍କ ପାଇଁ ଅତ୍ୟନ୍ତ ଖାସ ହେବା ପାଇଁ ଯାଉଅଛି। ଏହି ମାସରେ ଆପଣଙ୍କୁ ଅତ୍ୟନ୍ତ ଖୁସି ଖବର ମଧ୍ୟ ମିଳିପାରେ। ଲକ୍ଷ୍ମୀ ନାରାୟଣଙ୍କ ରାଜଯୋଗ କାରଣରୁ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ। ଅଚାନକ ଆପଣ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଅଛି। ବିଶେଷ କରି ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କର ଅତ୍ୟନ୍ତ ଭଲ ସମୟ କଟିବା ପାଇଁ ଯାଉଅଛି। ତା ସହିତ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରି ମଧ୍ୟ ପାରନ୍ତି। ବିଜନେସରେ ଆପଣ ଉନ୍ନତି କରିବା ସହିତ ଅଧିକ ଅର୍ଥ ଲାଭ କରିବାର ଯୋଗ ମଧ୍ୟ ଆପଣଙ୍କର ରହିଅଛି। ଦୀର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲା ଅତ୍ୟନ୍ତ ଆପଣଙ୍କ ସପକ୍ଷରେ ଯିବ ଯାହା ଫଳରେ କି ଆପଣ ଅତ୍ୟନ୍ତ ଫଳପ୍ରଦ ମଧ୍ୟ ପାଇପାରନ୍ତି। ପୌତ୍ରିକ ସମ୍ପତ୍ତିରୁ ଆପଣ ଅଚାନକ ଲାଭବାନ ମଧ୍ୟ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ତା ସହିତ ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ରହିଅଛି। ଆପଣଙ୍କର ଶୁଭ ସମୟ ଥିବାରୁ ଆପଣ ମଧ୍ୟ କୌଣସି ନୂତନ ଯାନବାହନ ଗୃହକୁ କ୍ରୟ କରିବାର ଯୋଗ ମଧ୍ୟ ରହିଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଅତ୍ୟନ୍ତ ମନ ପ୍ରଫୁଲ୍ଲିତ ରହିବ। ଲକ୍ଷ୍ମୀ ନାରାୟଣଙ୍କ ପବିତ୍ର ରାଜଯୋଗ ଘଟିଥିବା ଆପଣଙ୍କ ରାଶିଚକ୍ର ଉପରେ। ତ ଆପଣଙ୍କୁ ଏବେ ପ୍ରତିଟି କାର୍ଯ୍ୟ ସଫଳ ସହିତ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବାକୁ ଯାଉଅଛି ଆପଣଙ୍କ ରାଶିଚକ୍ର ଉପରେ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି କର୍କଟ ରାଶି। କର୍କଟ ରାଶିଙ୍କ ଜୀବନର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି। ଲକ୍ଷ୍ମୀ ନାରାୟଣଙ୍କ ରାଜଯୋଗ ପଡ଼ିଥିବାରୁ ସେମାନଙ୍କ ଭାଗ୍ୟଚକ୍ର ଉପରେ ସେମାନଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରିଆସିବ। ତା ସହିତ ସେମାନଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ରହିଅଛି। ବନ୍ଧୁ ବାନ୍ଧବଙ୍କ ସହ ଅତ୍ୟନ୍ତ ଭଲରେ ସମୟ କଟିବାକୁ ଯାଉଛି ଆପଣଙ୍କର। ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ଆପଣଙ୍କର ମଜବୁତ ରହିବା ପାଇଁ ଯାଉଅଛି। ଏହି ମାସରେ ଆପଣଙ୍କର ଗୋଟିଏ ପରେ ଗୋଟିଏ ସଫଳତା ପାଇବାକୁ ଆରମ୍ଭ କରିବାକୁ ଯାଉଛନ୍ତି ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଅଟକି ଥିବା ସମସ୍ତ କାର୍ଯ୍ୟ ଏବେ ସଫଳ ହେବା ପାଇଁ ଯାଉଅଛି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିପାରନ୍ତି। ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଥିବାରୁ ପ୍ରତିଟି କାର୍ଯ୍ୟ ସଫଳ ପାଇବା ପାଇଁ ଯାଉଅଛନ୍ତି। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି। ଏହି ମାସଠାରୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କ ଶୁଭ କୃପା ଦୃଷ୍ଟିରୁ। ସେମାନଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ହେବା ସହ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଅନ୍ୟର ଉପକାର କରି ସେମାନେ ସାମାଜିକ ସ୍ଥଳରେ ପ୍ରଶଂସିତ ମଧ୍ୟ ହେଇପାରନ୍ତି। ନିଜ ଗୃହରେ ଲାଗୁଥିବା କଳହ ସବୁ ଏବେ ସମାପ୍ତ ହେବାକୁ ଯାଉଛି। ବନ୍ଧୁ ମିତ୍ରଙ୍କ ସହ ହସ ଖୁସିରେ ବାତାବରଣ ସୃଷ୍ଟି ହେବ। ଆପଣ ପ୍ରତିଟି କାର୍ଯ୍ୟରେ ସଫଳ ପାଇବା ସହ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶିର ପ୍ରତିଟି କାର୍ଯ୍ୟ ସେମାନେ ସଫଳତା ପାଇବାକୁ ଯାଉଛନ୍ତି ଲକ୍ଷ୍ମୀ ନାରାୟଣଙ୍କ ଶୁଭ କୃପା ଦୃଷ୍ଟିରୁ। ଦୁଇଟି ଗ୍ରହଙ୍କ ମିଳନ ହେତୁ ଲକ୍ଷ୍ମୀ ନାରାୟଣଙ୍କ ଶୁଭ କୃପା ଦୃଷ୍ଟି ଆପଣଙ୍କ ରାଶିଚକ୍ରରେ ପଡ଼ିବାକୁ ଯାଉଛି। ଏହି ଦୁର୍ଗା ପୂଜା ଠାରୁ ଆପଣଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ହେବା ସହ ଖୁସିର ଲହରୀ ଖେଳିବାକୁ ଯାଉଅଛି। ଅଚାନକ ଆପଣଙ୍କର ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି। ମା ଲକ୍ଷ୍ମୀଙ୍କ ଶୁଭ
କୃପା ଦୃଷ୍ଟି ଥିବାରୁ ଆପଣଙ୍କ ଉପରେ ଆପଣଙ୍କର କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ। ଅଚାନକ ଆପଣଙ୍କ ସମ୍ପତ୍ତିରୁ ଆପଣ ଅଚାନକ ଧନବାନ ହେଇପାରନ୍ତି। ଆପଣଙ୍କର ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଯଦି କୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି ତ ସେଥିରେ ଆପଣ ସଫଳତା ହେବେ। ଲୋକମାନେ ଆପଣଙ୍କୁ ଅତ୍ୟଧିକ ସମ୍ମାନ ଏବଂ ପ୍ରଶଂସିତ କରିବେ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥା ଏବେ ପରିବର୍ତ୍ତନ ହେବା ପାଇଁ ଯାଉଛି, ଯାହାଫଳରେ ଆପଣଙ୍କୁ ଅତ୍ୟନ୍ତ ଶାନ୍ତି ମିଳିବ। ପରିବାରରେ ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବା ପାଇଁ ଯାଉଛି। ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଫେରି ଆସିବ। ତା ସହିତ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ଆପଣ ରୁଚି ବୃଦ୍ଧି ପାଇବା ପାଇଁ ଯାଉଅଛି। କର୍ମ କ୍ଷେତ୍ରରେ ଆପଣଙ୍କର ଅସୁବିଧା ନଥାଇ ମଧ୍ୟ ଆପଣଙ୍କ ମନ ଅସ୍ଥିରତା ରହିବ, କିନ୍ତୁ ଆପଣ ପ୍ରତିଟି ସମସ୍ୟାକୁ ଅନୁକୂଳ କରିପାରିବେ। ଆପଣଙ୍କର ଲାଗି ରହୁଥିବା କୋର୍ଟ କଚେରୀ ମାମଲା ସେଥିରେ ଏବେ ସଫଳତା ପାଇବା ପାଇଁ ଯାଉଛନ୍ତି। ଚାକିରି କ୍ଷେତ୍ରରେ ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି। ତା ସହିତ ଆପଣଙ୍କର ପଦବୀ ପାଇବାର ଯୋଗ ମଧ୍ୟ ରହିଛି। ଚାକିରି କ୍ଷେତ୍ରରେ ଆପଣ ଉଚ୍ଚ ପଦବୀ ପାଇବା ସହିତ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଅଛି। ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହ ସମାଜରେ ମାନ, ସମ୍ମାନ, ଯଶ ପ୍ରତିଷ୍ଠାବାନ ହେବା ପାଇଁ ଯାଉଛନ୍ତି। ତ ଏବେ ଆସନ୍ତୁ ଜାଣିବା ସପ୍ତମ ଭାଗ୍ୟଶାଳୀ ରାଶି ଚକ୍ରଙ୍କ ବିଷୟରେ। ସପ୍ତମ ଭାଗ୍ୟଶାଳୀ ରାଶି ଚକ୍ର ହେଉଛନ୍ତି ମୀନ ରାଶି। ମୀନ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି। ଏହି ଦୁର୍ଗା ପୂଜା ଠାରୁ ମା ଲକ୍ଷ୍ମୀ ନାରାୟଣଙ୍କର ଶୁଭ କୃପା ଦୃଷ୍ଟି ଆପଣଙ୍କ ରାଶି ଚକ୍ର ଉପରେ ପଡିବାକୁ ଯାଉଥିବାରୁ ଆପଣଙ୍କର ଧନର କୌଣସି ଅଭାବ ରହିବ ନାହିଁ। ଅଚାନକ ଆପଣ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଅଛି। ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ମଧ୍ୟ ଆପଣ ଅତ୍ୟନ୍ତ ଖୁସିରେ ରହିବାକୁ ଯାଉଛନ୍ତି। ପୌତ୍ରିକ ସମ୍ପତ୍ତିରୁ ଅଚାନକ ଆପଣ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି। କୌଣସି ସମସ୍ୟା ଆସିଲେ ମଧ୍ୟ ଆପଣଙ୍କର ସେକୁ ଅତି ସହଜରେ ସମାଧାନ ହୋଇପାରିବ। କୌଣସି ସମସ୍ୟା ଆସିଲେ ମଧ୍ୟ ଆପଣଙ୍କର ଅତି ସହଜରେ ସେସବୁ ସମସ୍ୟା ସମାଧାନ ହୋଇପାରିବ। ଆପଣଙ୍କର ଲାଗି ରହିଥିବା ପରିବାରରେ କଳହ ଏବେ ସମାପ୍ତ ହେବା ପାଇଁ ଯାଉଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଅନୁକୂଳ ହେବା ପାଇଁ ଯାଉଛି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଉପରସ୍ଥ ଉଚ୍ଚ ଅଧିକାରୀଙ୍କ ଠାରୁ ମଧ୍ୟ ପ୍ରଶଂସିତ ହୋଇପାରନ୍ତି। ସମାଜରେ ଆପଣଙ୍କର ମାନ, ସମ୍ମାନ, ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଛି। ତା ସହିତ ଆପଣଙ୍କ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ମଧ୍ୟ ରହିଛି। ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହ ସୁଖର ଲହରୀ ଖେଳିବାକୁ ଯାଉଛି ଆପଣଙ୍କ ଜୀବନରେ। ଆପଣଙ୍କ ଭାଗ୍ୟ ଆପଣଙ୍କ ପୁନଃ ସାଥ ଦେବା ପାଇଁ ଯାଉଅଛି। ମା ଲକ୍ଷ୍ମୀ ନାରାୟଣଙ୍କ ଶୁଭ କୃପା ଦୃଷ୍ଟି ଆପଣଙ୍କ ରାଶି ଚକ୍ରରେ ପଡିଥିବାରୁ। ତ ବନ୍ଧୁଗଣ, ଏଇ ସବୁ ଥିଲା ଭାଗ୍ୟଶାଳୀ 7 ରାଶି ଚକ୍ରଙ୍କର ଭାଗ୍ୟଫଳ। ମା ଲକ୍ଷ୍ମୀ ନାରାୟଣଙ୍କର ଶୁଭ କୃପା ଦୃଷ୍ଟିରୁ 2ଟି ଗ୍ରହ ଚଳନ ହେତୁ ଏମାନଙ୍କ ଜୀବନରେ ବଦଳିବାକୁ ଯାଉଛି ଅତ୍ୟନ୍ତ ସୁଖର ସମୟ। ଏମାନଙ୍କ ଜୀବନରେ ଫେରିବାକୁ ଯାଉଛି ଅତ୍ୟନ୍ତ ସୁଖର ସମୟ। ସେମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବା ସହିତ ପ୍ରତିଟି କାର୍ଯ୍ୟ ସଫଳତା ପାଇବା ପାଇଁ ଯାଉଛନ୍ତି। ଆପଣମାନଙ୍କୁ ଯଦି ଭିଡିଓଟି ଭଲ ଲାଗିଲା ନିହାତି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖି ଜଣାନ୍ତୁ। ତା ସହିତ ଭିଡିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ।